ବୋଇତ ବନ୍ଦାଣ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ବସ୍ତାରେ ଆମ ଉତ୍କଳୀୟ ନୌବାଣିଜ୍ୟର ସଂସ୍କୃତି ବହନ କରି କାର୍ତ୍ତିକ ପୂର୍ଣ୍ଣିମା ତଥା ପଞ୍ଚୁକର ଉଦ୍ଯାପନ ଦିନ ବିଗତ ବର୍ଷ ଭଳି ଏବର୍ଷ ମଧ୍ୟ ଉତ୍ତର ବାଲେଶ୍ୱରର ପବିତ୍ର ସୁବର୍ଣ୍ଣରେଖା ନଦୀର ତଟଦେଶରେ ଥିବା ବେଣାପୁର ରାଜଘାଟର ବାରୁଣୀ ପଡ଼ିଆଠାରେ ଆସନ୍ତା ବୁଧବାର ପ୍ରାତଃକାଳରେ ବିଶାଳ ବୋଇତ ବନ୍ଦାଣ ସୂର୍ଯ୍ୟ ବନ୍ଦନ ଆରତୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ସଂସ୍କୃତି ସମ୍ପନ୍ନ ପରମ୍ପରାକୁ ଏ ମାଟିର ସମସ୍ତ ମଣିଷଙ୍କ ମାନସ ପଟରେ ପୁନଃ ଜାଗ୍ରତ କରିବା ଉଦ୍ଦେଶ୍ୟରେ ଗଠନ ହୋଇଥିବା ସାମାଜିକ ମଙ୍ଗଳକାରୀ ବିକାଶୋନ୍ମୁଖୀ ଓ ସାଂସ୍କୃତିକ ଧର୍ମୀ ଅନୁଷ୍ଠାନ ପ୍ରଣାମ ଭାରତର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଶୁକ୍ରବାର ଅପରାହ୍ନରେ ବସ୍ତା ଥାନା ବେଣାପୁର ପଡ଼ିଆସ୍ଥିତ ଜଗନ୍ନାଥ ମନ୍ଦିର ସଭାଗୃହଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଂଗଠନ ସଭାପତି ଇଞ୍ଜିନିୟର ତ୍ରିଭୁବନ ଦାସ ମତ ପ୍ରକାଶ କରିଛନ୍ତି। ସଂଗଠନ ମୁଖ୍ୟ ସଂଯୋଜକ ପରମାନନ୍ଦ ମହାପାତ୍ର ଯୋଗ ଦେଇ 2023 ମସିହାର ଉତ୍ତର ବାଲେଶ୍ୱର କେତେଜଣ ଅବସରପ୍ରାପ୍ତ ଶିକ୍ଷାବିତ୍ ମନ୍ତ୍ରୀ ଡାକ୍ତର ସାମାଜିକ ସେବାକର୍ମୀ ଉଦୀୟମାନ ଉଦ୍ୟୋଗପତି ଓ ଯୁବକମାନଙ୍କୁ ନେଇ ଗଠିତ ହୋଇଥିବା ଏହି ଅନୁଷ୍ଠାନଟି ଗତ 2 ବର୍ଷ ମଧ୍ୟରେ ଆମ ସାମାଜିକ ପରମ୍ପରା ଓ ଐତିହ୍ୟ ସାଂସ୍କୃତିକ ଅବକ୍ଷୟକୁ ରୋକାଯାଇ ଏକ ବିକଶିତ ବାଲେଶ୍ୱର ଗଠନ ପାଇଁ ସଂଗଠନ ଚେଷ୍ଟା ଚଳାଇ ଆସିଥିବା ସହ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ସ୍ୱଚ୍ଛ ଅଭିଯାନ ସଚେତନତା ବୃକ୍ଷରୋପଣ ମାନସିକ ଜାଗ୍ରତା ସୃଷ୍ଟି କରିବା ଉତ୍ତର ବାଲେଶ୍ୱର ବହୁବର୍ତ୍ତୀ କାର୍ଯ୍ୟ କରି ଆସୁଥିବା ସିଏ କହିଥିଲେ। ପ୍ରାତଃକାଳର ଏହି ପାରମ୍ପରିକ ଉତ୍ସବକୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଉଦ୍ଘାଟନ କରିବା ସହ ବିଧାନସଭା ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ଉପଜିଲ୍ଲାପାଳ ଶିବ ମାଲବ୍ୟ ଗେଲ୍ ଇଣ୍ଡିଆର ଜିଲ୍ଲା ଜେନେରାଲ ମ୍ୟାନେଜର ସେଲ୍ ଭାମଜି ଦକ୍ଷିଣ ପୂର୍ବ ରେଳପଥର ଆଞ୍ଚଳିକ ଉପଭୋକ୍ତା ସମିତି ପ୍ରତିନିଧି ମୋହିତ ପଦାର ଜଳେଶ୍ୱର ବିଡିଓ ଗୌରାଙ୍ଗ ଘୋଷ ପ୍ରମୁଖ ଯୋଗଦେବାର ସ୍ୱୀକୃତି ପ୍ରଦାନ କରିଥିବା ବେଳେ ଏକ ଅଭ୍ୟର୍ଥନା ସଭାର ପୂର୍ବବର୍ଷ ଭଳି ଅଞ୍ଚଳର ବିକଶିତ ପ୍ରତିଭାମାନଙ୍କୁ ସମ୍ମାନିତ କରିବା ପାଇଁ କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଥିବା ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି। ଶିରୀଷ ମହାନ୍ତିଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ ବସ୍ତାରୁ। ପରମାନନ୍ଦ ମହାପାତ୍ର କୋଅର୍ଡିନେଟର ପ୍ରଣାମ ଭାରତ। କାର୍ଯ୍ୟକ୍ରମ କରିବେ ମୁଖ୍ୟ ଉଦ୍ଦେଶ୍ୟ କଣ ସବୁ ଚାହୁଁଛନ୍ତି କଣ କରିବା ପାଇଁ ନା ଉଦ୍ଦେଶ୍ୟ ହେଉଛି ଉତ୍ତର ବାଲେଶ୍ୱର ଡେଭଲପମେଣ୍ଟ। ଆମେ କେମିତି ଉତ୍ତର ବାଲେଶ୍ୱରକୁ ଡେଭଲପମେଣ୍ଟ କରିବୁ, ତା ନୁହଁ ଯେ ଖାଲି ଆମେ ବୋଇତ ବନ୍ଦାଣ କରି ସେଇଆ ନୁହଁ, ଏଇଟା ଗୋଟେ ମାଧ୍ୟମ। ବୋଇତ ବନ୍ଦାଣ ଦ୍ୱାରା ଉତ୍ତର ବାଲେଶ୍ୱର ବାଲିଯାତ୍ରା ଯେମିତି କଟକରେ ହଉଛି ସେଇ ଟାଇପର ଆମେ କରିବା ପାଇଁ ଚାହୁଁଛୁ। ଏ ନଦୀରେ ବହୁତ ଭକ୍ତାଳୁ ଆସନ୍ତି, 4000 ରୁ 5000 ଲୋକ ଆସନ୍ତି। ତେଣୁ ତା ମାଧ୍ୟମରେ ଆମର ପରମ୍ପରା ସଂସ୍କୃତିକୁ ଭୁଲି ଯାଉଥିବା ହିନ୍ଦୁ ସମାଜକୁ ଆମେ ଜାଗ୍ରତ କରିବୁ ଏବଂ ଉତ୍ତର ବାଲେଶ୍ୱର ଡେଭଲପମେଣ୍ଟ ପାଇଁ ଆମେ କେମିତି ସବୁ କାର୍ଯ୍ୟକ୍ରମ କରିବୁ, MSME କ୍ଷେତ୍ର ହଉ, ଇଣ୍ଡଷ୍ଟ୍ରି କ୍ଷେତ୍ର ହଉ, ମତ୍ସ୍ୟ କ୍ଷେତ୍ର ହଉ, ଚାଷ କ୍ଷେତ୍ର ହଉ, ସେଇଥିପାଇଁ ଆମେ ଆମ ଏଇ 4ଟା-5ଟା ବ୍ଲକରୁ ସମସ୍ତ ଉଦ୍ୟୋଗୀ ଚାଷୀ, ମତ୍ସ୍ୟ ଚାଷୀ, ଧାନ ଚାଷୀ, ମୀନ ଚାଷୀ, ପାନ ଚାଷୀ ଏବଂ ଗୋପାଳନ ଚାଷୀ ଏବଂ ଲୁଗାବୁଣା ୱେବିଂକୁ ଏବଂ ଆମର ବାଦ୍ୟଯନ୍ତ୍ରକାରକୁ ଆମେ ସମ୍ବର୍ଦ୍ଧିତ କରିବୁ ଏବଂ ଏହାର ଉଦ୍ଦେଶ୍ୟ ହେଉଛି ଆମେ କେମିତି ବିଗତ ଦିନରେ ଏଠି ଆମେ ବିଜନେସ କ୍ଷେତ୍ରରେ କେମିତି ଆଗକୁ ଯିବୁ, ଉତ୍ତର ବାଲେଶ୍ୱର ଗୋଟେ ଜିଲ୍ଲା ହେଇ ଠିଆ ହବ, ସେଇଆ ହେଉଛି ଆମ ଉଦ୍ଦେଶ୍ୟ। କେମିତି ଡେଭଲପମେଣ୍ଟ ହବ, ଏହା ହେଉଛି ଉଦ୍ଦେଶ୍ୟ। ମୁଁ ତ୍ରିଭୁବନ ଦାସ। ଏଇ ଆଜି ଯେଉଁ ଏଠାରେ ପ୍ରଣାମ ଭାରତ ତରଫରୁ ଯେଉଁ ପ୍ରେସ୍ ଭାଇମାନଙ୍କୁ ଡକାଯାଇଛି, ସେହି ଉଦ୍ଦେଶ୍ୟରେ ଆସନ୍ତା ଯେଉଁ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ହେବ କାର୍ତ୍ତିକ ପୂର୍ଣ୍ଣିମା, ସେ ବିଷୟରେ ଆମେ କେମିତି ଏ ଅଞ୍ଚଳର ଅଧିବାସୀମାନଙ୍କ ପାଖରୁ ସହଯୋଗ ପାଇବା ଏବଂ କ'ଣ କ'ଣ କାର୍ଯ୍ୟକ୍ରମର ରୂପରେଖ ରହିଛି, କେମିତି ହେବ ସେ ବିଷୟରେ ଆଜି ଆଲୋଚନା କରୁଛୁ। କଣ କଣ ସବୁ ରହିଛି ଆପଣଙ୍କର, କଣ ପରିବେଶ ଏ ବର୍ଷର ପ୍ରୋଗ୍ରାମ ବିଗତ ବର୍ଷମାନଙ୍କ ଭଳି ଆମର ରାତିରୁ ଯେଉଁ ଶ୍ରଦ୍ଧାଳୁମାନେ ମା ମାଉସୀ ଭଉଣୀମାନେ ସବୁ ଯେମିତି ବୋଇତ ବନ୍ଦାଣ ବୋଇତ ଭସାନ୍ତି, ଡଙ୍ଗା ଭସାନ୍ତି, ସେଇ କାର୍ଯ୍ୟକ୍ରମ ତ ରହିବ। ତା ଛଡ଼ା ଆମର ଏଇ ପ୍ରଣାମ ଭାରତର ସୂର୍ଯ୍ୟୋଦୟ ସମୟରେ ନଦୀ ଆରତୀ ବନ୍ଦନା ରହିଛି, ସୁବର୍ଣ୍ଣରେଖା ନଦୀର ବନ୍ଦନା ହେବ, ଆରତୀ ହେବ, ସୂର୍ଯ୍ୟ ବନ୍ଦନା ରହିବ, ଆରତୀରେ ହେବ ଏବଂ ଡଙ୍ଗାରେ ଉତ୍କଳୀୟ ନୌବାଣିଜ୍ୟର ଯେଉଁ ପରମ୍ପରା ରହିଛି ତାର ଗୋଟେ ସ୍ମୃତିକୁ ଖାଲି ମନେ ପକାଇବା ପାଇଁ ଆମେ ସେଇଭଳି 7 ଜଣ ସାଧବ ପୁଅ ଏବଂ ସାଧବ ବୋହୂମାନଙ୍କର ଯେଉଁ ଯେମିତି ବନ୍ଦାଣ ଥାଏ ସେଇଭଳି କାର୍ଯ୍ୟକ୍ରମ ମଧ୍ୟ ରଖିଛୁ। ଏଥିରେ ଆମର ଅତିଥି ଭାବରେ ସବୁ ବର୍ଷ ଭଳି ଆମର ସାଂସଦ, ବାଲେଶ୍ୱର ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ସେ ମହୋଦୟ
ସ୍ୱୀକୃତି ଦେଇଛନ୍ତି ଆସିବେ ରହିବେ। ସେ ଯେମିତି ଡଙ୍ଗାରେ ପ୍ରତିବର୍ଷ ବୁଲିକି ନୌବିହାର କରନ୍ତି ଏଠି ସକାଳେ ସେଭଳି ରହିବେ। ତାଙ୍କ ସହିତ ଆମ ଓଡ଼ିଶା ବିଧାନସଭାର ଉପମୁଖ୍ୟ ସଚେତକ ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ଦାସ। କାର୍ଯ୍ୟକ୍ରମ କରିବା ମୁଖ୍ୟ ଉଦ୍ଦେଶ୍ୟ କ'ଣ? ଆମର ଉଦ୍ଦେଶ୍ୟ ହେଉଛି ଆମ ଭିତରେ ସମସ୍ତଙ୍କ ଭିତରେ ଗୋଟେ ହିନ୍ଦୁ ସଂସ୍କୃତିର ପୂର୍ଣ୍ଣ ମାନେ କେମିତି ରହିବ, ସଂଗଠିତ ହୋଇ ରହିବେ। ଆମର ସଂଗଠନ ଇଏ ଗୁଡ଼ାକ ସବୁ ଆସ୍ତେ ଆସ୍ତେ ସଂସ୍କାର ସାଂସ୍କୃତିକ କାର୍ଯ୍ୟକ୍ରମ ସବୁ ଆସ୍ତେ ଆସ୍ତେ ଲୋପ ପାଇ ଆସୁଛି। ଆମ ଏଇ ଯେଉଁ ପିଢ଼ି ବର୍ତ୍ତମାନର ପିଢ଼ି ଏବଂ ଆଗାମୀ ପିଢ଼ିମାନେ ସେମାନେ ଆମର ପରମ୍ପରା ଏବଂ ଏଗୁଡ଼ାକ ସବୁ ଆସ୍ତେ ଆସ୍ତେ ଭୁଲି ଯାଉଛନ୍ତି। ତାଙ୍କୁ ତାଙ୍କ ମନରେ ଉଦ୍ରେକ କରିବା ଏବଂ ଆମ ଭିତରେ ସମସ୍ତଙ୍କ ଭିତରେ ଗୋଟେ ଏକତାର ଛାପ ନେଇ ଏ ଅଞ୍ଚଳର ବିକାଶ କେମିତି ହେଇପାରିବ ସାଂସ୍କୃତିକ କ୍ଷେତ୍ରରେ ଏବଂ ଶିକ୍ଷା କ୍ଷେତ୍ରରେ ସେ ବିଷୟରେ ଆମେ କରିବାର ଯୋଜନା ରଖିଛୁ। ଏ ବର୍ଷର କାର୍ଯ୍ୟକ୍ରମକୁ ରାଜନୈତିକ ମୁଁ ତ୍ରିଭୁବନ ଦାସ ଏଇ ଆଜି ଯୋଉ ଏଠାରେ ପ୍ରଣାମ ଭାରତ ତରଫରୁ ଯୋଉ ପ୍ରେସ୍ ଭାଇମାନଙ୍କୁ ଡକାଯାଇଛି ସେଇ ଉଦ୍ଦେଶ୍ୟରେ ଆସନ୍ତା ଯୋଉ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ହବ କାର୍ତ୍ତିକ ପୂର୍ଣ୍ଣିମା ଦିନ ସେ ବିଷୟରେ ଆମେ କେମିତି ଏ ଅଞ୍ଚଳର ଅଧିବାସୀ ମାନଙ୍କ ପାଖରୁ ସହଯୋଗ ପାଇବା ଏବଂ କଣ କଣ କାର୍ଯ୍ୟକ୍ରମର ରୂପରେଖ ରହିଛି କେମିତି ହବ ସେ ବିଷୟରେ ଆଜି ଆଲୋଚନା କରୁଥିଲୁ। କ'ଣ କ'ଣ ସବୁ ରହିଛି ଆପଣଙ୍କର? କ'ଣ ପରିବେଶ ପ୍ରୋଗ୍ରାମ? ଏ ବର୍ଷର ପ୍ରୋଗ୍ରାମ ଗତ ବିଗତ ବର୍ଷ ମାନଙ୍କ ଭଳି ଆମର ରାତିରୁ ଯୋଉ ଶ୍ରଦ୍ଧାଳୁ ମାନେ ମା ମାଉସୀ ଭଉଣୀ ମାନେ ସବୁ ଯେମିତି ବୋଇତ ବନ୍ଦାଣ ବୋଇତ ଭସାନ୍ତି ଡଙ୍ଗା ଭସାନ୍ତି ସେଇ କାର୍ଯ୍ୟକ୍ରମ ତ ରହିବ। ତା ଛଡା ଆମର ପ୍ରଣାମ ଭାରତର ସୂର୍ଯ୍ୟୋଦୟ ସମୟରେ ନଦୀ ଆରତୀ ବନ୍ଦନା ରହିଛି। ସୁବର୍ଣ୍ଣରେଖା ନଦୀର ବନ୍ଦନା ହବ, ଆରତୀ ହବ, ସୂର୍ଯ୍ୟ ବନ୍ଦନା ରହିବ, ଆରତୀ ରହିବ। ଏବଂ ଡଙ୍ଗାରେ ବା ଉତ୍କଳୀୟ ନୌ ବାଣିଜ୍ୟର ଯୋଉ ପରମ୍ପରା ରହିଛି ତାର ଗୋଟେ ସ୍ମୃତିକୁ ଖାଲି ମନେ ପକେଇବା ପାଇଁ ଆମେ ସେଇଭଳି 7 ଜଣ ସାଧବ ପୁଅ ଏବଂ ସାଧବ ବୋହୂ ମାନଙ୍କର ଯୋଉ ଯେମିତି ବନ୍ଦାଣ ଥାଏ ସେଇଭଳି କାର୍ଯ୍ୟକ୍ରମ ମଧ୍ୟ ରଖିଛୁ। ଏଥିରେ ଆମର ଅତିଥି ଭାବରେ ସବୁ ବର୍ଷ ଭଳି ଆମର ସାଂସଦ ବାଲେଶ୍ୱର ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ସେ ମହୋଦୟ ସ୍ୱୀକୃତି ଦେଇଛନ୍ତି ଆସିବେ ରହିବେ। ସେ ଯେମିତି ଡଙ୍ଗାରେ ପ୍ରତିବର୍ଷ ବୁଲିକି ନୌବିହାର କରନ୍ତି ଏଠି ସକାଳେ ସେଇଭଳି ରହିବେ। ତାଙ୍କ ସହିତ ଆମ ଓଡ଼ିଶା ବିଧାନସଭାର ଉପମୁଖ୍ୟ ସଚେତକ ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ଦାସ। କାର୍ଯ୍ୟକ୍ରମ କରିବା ମୁଖ୍ୟ ଉଦ୍ଦେଶ୍ୟ କ'ଣ? ଆମର ଉଦ୍ଦେଶ୍ୟ ହେଉଛି ଆମ ଭିତରେ ସମସ୍ତଙ୍କ ଭିତରେ ଗୋଟେ ହିନ୍ଦୁ ସଂସ୍କୃତିର ପୂର୍ଣ୍ଣ ମାନେ କେମିତି ରହିବ ସଂଗଠିତ ହୋଇ ରହିବେ। ଆମର ସଂଗଠନ ଇଏ ଗୁଡ଼ାକ ସବୁ ଆସ୍ତେ ଆସ୍ତେ ସଂସ୍କାର ସାଂସ୍କୃତିକ କାର୍ଯ୍ୟକ୍ରମ ସବୁ ଆସ୍ତେ ଆସ୍ତେ ଲୋପ ପାଇ ଆସୁଛି। ଆମ ଏଇ ଯୋଉ ପିଢ଼ି ବର୍ତ୍ତମାନର ପିଢ଼ି ଏବଂ ଆଗାମୀ ପିଢ଼ି ମାନେ ସେମାନେ ଆମର ପରମ୍ପରା ଏବଂ ଏଗୁଡ଼ାକ ସବୁ ଆସ୍ତେ ଆସ୍ତେ ଭୁଲି ଯାଉଛନ୍ତି। ତାଙ୍କୁ ତାଙ୍କ ମନରେ ଉଦ୍ରେକ କରିବା ଏବଂ ଆମ ଭିତରେ ସମସ୍ତଙ୍କ ଭିତରେ ଗୋଟେ ଏକତାର ଛାପ ନେଇ ଏ ଅଞ୍ଚଳର ବିକାଶ କେମିତି ହେଇପାରିବ ସାଂସ୍କୃତିକ କ୍ଷେତ୍ରରେ ଏବଂ ଶିକ୍ଷା କ୍ଷେତ୍ରରେ ସେ ବିଷୟରେ ଆମେ କରିବାର ଯୋଜନା ରଖିଛୁ।